ସରିଗଲା, ମେଷ ମାସ ସରିଗଲା। ବୃହସ୍ପତି ରବିଙ୍କର ଶକ୍ତି ସାମର୍ଥ୍ୟ ଟିକେ କମି ଆସିଲା। ବିଷୁବ ରେଖା ଉପରେ ସେ ଥିଲେ, ଟିକେ ବାଁକୁ ମୋଡ଼ିଲେ, ଅର୍ଥାତ୍ ସେ ଟିକେ ବୃଷକୁ ଗଲେ। ସଂକ୍ରାନ୍ତି, ଅମାବାସ୍ୟା ଏଇସବୁ କାମ ଅଛି। ତେଣୁ ଆଜି ମାନେ ଶୁକ୍ରବାର ସଂକ୍ରାନ୍ତି, ବୃଷ ସଂକ୍ରାନ୍ତି। ଆମେ ଆଜି ସଂକ୍ରାନ୍ତିରେ ରହି ଆସନ୍ତାକାଲି ପାଇଁ ମାନେ ଶନିବାର ପାଇଁ, ଶନିବାର କ'ଣ ବୃଷ ଅମାବାସ୍ୟା ବା ସାବିତ୍ରୀ ଅମାବାସ୍ୟା ବା ସତ୍ୟ ଅମାବାସ୍ୟା। ପରମା ସତୀ ସାବିତ୍ରୀ କାଲି ହିଁ, ଆସନ୍ତାକାଲି ଅମାବାସ୍ୟା ରାତିରେ ତାଙ୍କ ମୃତ ସ୍ୱାମୀକୁ ବଞ୍ଚାଇ ପାରିଥିଲେ। ହଁ ବନ୍ଧୁ, ଏ ଦିନ ରାହୁ କାଳ ସକାଳ 8ଟା 27ରୁ 10ଟା 5 ଯାଏ, ସୂର୍ଯ୍ୟ ଉଦୟ ହେବେ 5ଟା 12ରେ, ସୂର୍ଯ୍ୟ ଅସ୍ତ ଯିବେ 6ଟା 14ରେ, ଆଉ ଅମାବାସ୍ୟା ରହିବ ରାତି 1ଟା 31 ପର୍ଯ୍ୟନ୍ତ। ଏଣୁ ରାତିରେ ଗୋ ଦହନ ନିଷେଧ। ଗୋ ଦହନ ବୋଇଲେ ଗାଈ ଦୁହାଁ ହେବନି, ଆଉ ଆମିଷ ଆଦି ବର୍ଜନୀୟ। ମନେ ରହିଲା ବାସ୍। ଏବେ ଏ ଯେଉଁ ରବି ଚଳନ ହେଲା, ମାନେ ଚେଞ୍ଜ ହେଲେ ଗ୍ରହମାନେ ସମସ୍ତେ। ଆଗରୁ ଥିଲେ ମଘା ନକ୍ଷତ୍ରରେ ସିଂହ ରାଶିରେ କେତୁ, ଶତଭିସାରେ ମାନେ କୁମ୍ଭରେ ରାହୁ, ଆଉ ଉତ୍ତର ଭାଦ୍ରରେ ଥିଲେ ଶନି। ଏବେ ଶୁକ୍ର ଅଛନ୍ତି ମିଥୁନରେ ଆର୍ଦ୍ରା ନକ୍ଷତ୍ରରେ, ଗୁରୁ ଅଛନ୍ତି ମିଥୁନରେ ପୁନର୍ବସୁରେ, ବୁଧ ଅଛନ୍ତି ବୃଷରେ ରୋହିଣୀରେ, ମଙ୍ଗଳ ଅଛନ୍ତି ମେଷରେ ଦ୍ୱିଜା ନକ୍ଷତ୍ରରେ, ଆଉ ରବି ଅଛନ୍ତି ଯିବେ ବୃଷକୁ କୃତ୍ତିକା ନକ୍ଷତ୍ରକୁ। ଇଏ ଗଲା ଗ୍ରହ ସ୍ଥିତି। ଆମେ ଆଜି ଆଲୋଚନା କରିବା ବୋଇଲେ 16 ତାରିଖ ଶନିବାର, ମେଷ ରାଶିର, ଅଶ୍ୱିନ ନକ୍ଷତ୍ରର, ସନ୍ଧ୍ୟା 5ଟା 30 ଯାଏ ଶୁଭ। ମେଷ ପାଇଁ ସଫଳତା ଦିବସ। ଶନିବାର ପାଇଁ ଟିକେ ଚିନ୍ତା। ସମସ୍ତ କାମରେ ସଫଳ ତ ହେବେ, ମାତ୍ର ଆରମ୍ଭରୁ ଟିକେ ବିଘ୍ନ ଆସିବ, ଯେହେତୁ ଶନିବାର। ମେଷ ରାଶି ପାଇଁ ଶନିବାର, ସିଏ ମେଷ ଅଧିପତି ହେଲେ ମଙ୍ଗଳ। ତାଙ୍କର ସମ୍ପର୍କ ଠିକ୍ଠାକ୍ ନୁହେଁ। ସ୍ୱାସ୍ଥ୍ୟ ସୁସ୍ଥ ରହିବ, ସୁନ୍ଦର ଦିଶିବ, ଆୟ ଅମଳ ଭଲ ହେବ। ଯଦି ସମୁଚିତ ଶ୍ରମ କରିବେ, ତେବେ ଏ ଆୟ ଅମଳର ପରିମାଣ ଢେର ବଢ଼ିଯିବ, ଉପହାର ମିଳିବ। ତାପରେ ଯୋଗ୍ୟ ବସ୍ତୁ ପାଖକୁ ଆସିବ। ଆଶୀର୍ବାଦ ମଧ୍ୟ କେହି କେହି ବିଜ୍ଞ ଲୋକ, ବୟସ୍କ ଲୋକ ଆଶୀର୍ବାଦ କରିବେ। ଆଉ ଯୋଗ୍ୟତା ଅନୁସାରେ ଯେଉଁମାନେ ନୂତନ ଚାକିରି ପାଇଁ ଆଶାୟୀ, ସେମାନଙ୍କୁ ଆୟପନ୍ଥା ମିଳିଯିବ। ବନ୍ଧୁମାନେ ଆଦର କରିବେ। ଆୟ ଅମଳ ପାଇଁ କରୁଥିବା ଦୈନନ୍ଦିନ ବେଉସା ସେବା ବୃତ୍ତିର ବିକାଶ ହେବ। ଭଲ ଦିନ, କେବଳ ଶନି ଟିକେ ଚିନ୍ତାରେ ପକେଇବେ। ବୃଷ ରାଶି କଥା। ଷୋଳ ତାରିଖ ଶନିବାର, ବୃଷ ରାଶି, କୃତ୍ତିକା ନକ୍ଷତ୍ରର, ସନ୍ଧ୍ୟା 5ଟା 30 ଯାଏ ଶୁଭ। ଆଜି ମନସ୍ତାପ କରିବ। କିଛି ଭୁଲ କାମ ଅତରେ କରିଛନ୍ତି, ସେଥିପାଇଁ ଦଣ୍ଡ ଭୋଗୁଛନ୍ତି, ବା ଆପଣଙ୍କ ଭୁଲ ପାଇଁ ଅନ୍ୟମାନେ କଷ୍ଟ ଭୋଗୁଛନ୍ତି। ଏଇସବୁ ନେଇ ଆଜି ମନସ୍ତାପ କରିବେ। ବୃଷ ରାଶିର ଆଜି ଘାତବାର, ଯାତ୍ରା ନିଷେଧ, ଦୂରକୁ ଯିବା ମନା, ଅଯଥା ଗୁଡ଼େ ଖର୍ଚ୍ଚ ହୋଇଯିବ, ବା ସେଇଭଳି ଖର୍ଚ୍ଚ ହେଲା ଭଳି ପରିସ୍ଥିତି ସୃଷ୍ଟି ହେବ। ଯେଣୁ
এই ଖର୍ଚ୍ଚ ହେବ, ତେଣୁ ମୁଣ୍ଡ ଉପରେ କୁପ୍ରଭାବ ପଡ଼ିବ, ମାନସିକ ଅଶାନ୍ତି ସୃଷ୍ଟି ହେବ, ପ୍ରିୟ ପରିଜନଙ୍କ ବ୍ୟବହାର ଅସୁଖ ବୋଧ ହେବ, ବୁଦ୍ଧି ଓ ବିବେକ ନଷ୍ଟ ହୋଇଗଲା ଭଳି ମାନସିକ ଅଶାନ୍ତି ଆସିବ। ଶନିବାର ହେତୁ ଏ ସମସ୍ୟା ଏତେ ଗୁରୁତର ହେବ ନାହିଁ। ହେବ, ଜଣେ ପଥର ଉଞ୍ଚେଇଛି ସେଟା ଆମକୁ ଫୋପାଡ଼ିବନି, ଡରେଇବ ତ ଆଉ ଏମିତି ଆଉ। ହଁ, ଗୋଡ଼ରେ କଣ୍ଟା ଫୁଟିଯିବ କିନ୍ତୁ ବାହାରିଯିବ, ଏଇଭଳି ଶନିବାର ହେତୁ ରକ୍ଷା ମିଳିଯିବ। ମିଥୁନ 16 ତାରିଖ ଶନିବାର, ମିଥୁନ ରାଶିର ଆର୍ଦ୍ରା ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ଆଜି ଯାତ୍ରା ଶୁଭ ଦିନ, ଶନିବାର ହେତୁ ସମସ୍ୟା ନାହିଁ। ଗୋରୁଙ୍କୁ କଅଁଳ ଘାସ ମିଳିଗଲା ପରି ଆଜି ଆପଣମାନଙ୍କୁ ଆୟକାରୀ କର୍ମ ମିଳିଯିବ। ସମୁଚିତ ଧାରାରେ କର୍ମ କଲେ ପୂର୍ବାପେକ୍ଷା ଯଥେଷ୍ଟ ବେଶୀ ରୋଜଗାର କରିପାରିବେ। ଦେହ ଠିକ୍ ଠାକ୍ ରହିବ। ଦୈନନ୍ଦିନ ହେଉଥିବା ଆୟ ଅମଳ ବଢ଼ିଯିବ। ଆଜି ବୌଦ୍ଧିକ ଓ ଆର୍ଥିକ ବିକାଶ ହେବା ଭଳି ଦିନଟିଏ। ଭଲ ଲୋକମାନେ ଆଜି ଆପଣଙ୍କୁ ଭେଟ ହେବେ ଓ ଆପଣଙ୍କୁ ଉଚ୍ଚ କୋଟିର ସମ୍ମାନ କରିବେ। ବାସ୍, କର୍କଟ କଥା। 16 ତାରିଖ ଶନିବାର, କର୍କଟ ରାଶିର ପୁଷ୍ୟା ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ଆଜି ସୁଖପ୍ରଦ ଦିନ। ସୁଖ ତୁମ କର୍ମରୁ ହିଁ ମିଳିବ। କର୍ମକୁ ଦୁଗ୍ଧବତୀ ଧେନୁ ଭାବି ତାକୁ ଶ୍ରମ ରୂପୀ ତୃଣ ଦେଇ ଚାଲ। ସେ ଶ୍ରମ ପାଇଲେ ଆଉ ଚୁପଚାପ ରହିବନି, ତେଣୁ ସେ ତୁମକୁ ଆୟ ଅମଳ ରୂପୀ ଦୁଗ୍ଧ ଢାଳିଦେବ। ପ୍ରବଳ ଆୟ ହେବ। କର୍ମ କରିପାରିଲେ ତହିଁରୁ ସୁଖ, ସମ୍ମାନ, ଆଦର ପ୍ରଭୃତି ପାଇବେ। ଲୌକିକ ସାମାଜିକ ଆଦର ମିଳିବ। ପାରିବାରିକ ମୌଳିକ ଶାନ୍ତି ମିଳିବ। ଦିନଟି ତୁମକୁ ସୁସ୍ଥ ଓ ସୁନ୍ଦର କରି ରଖିବ। ଖାଲି ପରିଶ୍ରମ ଦରକାର। ପରିଶ୍ରମ କରିପାରିଲେ ହୁଣ୍ଡା ମୁଣ୍ଡା ଭଳି ନୁହଁ, କଦଳୀ ଖିଆ ଭଳି ନୁହଁ। କଦଳୀ ତ ପାଚିଲା କଦଳୀ ଛଡ଼େଇଦେବା ଖାଇଦେବା, ନାଇଁ, କଠିନ ପରିଶ୍ରମ ଦରକାର। ହେଲା, ଜାଣିଥିବେ ଯେଉଁମାନେ କଦଳୀ ପ୍ରିୟ ସେମାନଙ୍କୁ କଫ ରୋଗ ହୁଏ, ଥଣ୍ଡା ରୋଗ ହୁଏ, ତାଙ୍କ ଫୁସଫୁସ ଆକ୍ରାନ୍ତ ହୁଏ। ହୁସିଆର, ଯଦି କଦଳୀ ଖାଇବେ ତାହେଲେ ଟିକେ ଲୁଣ ଲଗେଇ ଖାଆନ୍ତୁ, ନହେଲେ ଅସୁବିଧା ହେବ। ସିଂହ ରାଶି 16 ତାରିଖ ଶନିବାର, ସିଂହ ରାଶିର ଉତ୍ତର ଫାଲ୍ଗୁନ ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ସିଂହ ରାଶିର ଘାତବାର। ପୂଜାରେ ଖୁସି ହେବେ। ମନ ଆଜି ହେବ ଟିକେ ପୂଜା କରିବା। ହଁ, ପୂଜାରେ ଖୁସି ହେବେ। ଶନିବାର ହେତୁ ସମସ୍ୟା ଦେଖାଦେବ। ସେଇ ପୂଜା କଲେ ବି ଠିକ୍ ସମୟରେ ଠିକ୍ ଜାଗାରୁ ଘଣ୍ଟି ପାଇବେନି, ଫୁଲ ପାଇବେନି, ଭୋଗ ପାଇବେନି, ଧୂପ ପାଇବେନି। ଶନିବାର ପରା ଶନି ରବିଙ୍କର ପଡ଼େନି। ଶନିବାର ହେତୁ ସମସ୍ୟା ଦେଖାଦେବ। ବୁଦ୍ଧିହୀନ ପ୍ରାୟ କର୍ମ କରି ଅପମାନିତ ହେବେ। ଆୟ ଅମଳ ବାଟ ଖୋଲିବନି। ଆଉ ଯାହା ଖୋଲିବ ତା କିଛି ନୁହଁ। ମୁଖ ପ୍ରଶଂସା ଶୁଣି ଖୁସି ହେବେ। କିଛି ଲୋକ ଆପଣଙ୍କୁ ପ୍ରଶଂସା କରିବେ, ଯେଉଁ ପ୍ରଶଂସାର ମୂଲ୍ୟ କିଛି ନାହିଁ। ହଁ, ତମେ ବଢ଼ିଆ, ତମେ ବଢ଼ିଆ, ତମେ ବଢ଼ିଆ, ତାର କିଛି ମୂଲ୍ୟ ନାହିଁ। କିନ୍ତୁ ଆପଣଙ୍କର ମୁଣ୍ଡ ଆଜି କାମ ଦେବନି। ଏ ମୁଖ ପ୍ରଶଂସା ଶୁଣି ଖୁସି ହେବେ। ଅର୍ଥ ପାଇଁ ପର ଉପରେ ନିର୍ଭର କରିବାକୁ ପଡ଼ିବ। ଦେହ ସୁସ୍ଥ ରହିବ, ମାତ୍ର ମନ ଅସୁସ୍ଥ ହେବ। ସିଂହ କଥା ସରିଲା। କନ୍ୟା କଥା 16 ତାରିଖ ଶନିବାର, କନ୍ୟା ରାଶିର ଚିତ୍ରା ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। କନ୍ୟା ରାଶିର ଘାତବାର। ଘାତବାର ମାନେ ଶାରୀରିକ କ୍ଷୟକ୍ଷତି ହୋଇପାରେ, ମାତ୍ର ଶନିବାର ହେତୁ ଏତେ ମାରାତ୍ମକ କ୍ଷତି ହେବନି। ଦିନଟି ଭଲ ନୁହେଁ। ବାହାରକୁ ଯାଅନି। ଧକ୍କା
ଥକା ହେବାର ଭୟ ଅଛି। ବହୁ ସମୟ ଦୁଃଖରେ ନଷ୍ଟ ହୋଇଯିବ। ବୃଥା ସମୟ ନଷ୍ଟ ହେଲା ବୋଲି ଚିନ୍ତାରେ ପଡ଼ିଯିବେ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଦେହ ପା ଖରାପ ହେବ। ଆୟ ଅମଳ କଥା ନା। ତୁଳା କଥା 16 ତାରିଖ ଶନିବାର ତୁଳା ରାଶିର ସ୍ୱାତୀ ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ଆଜି କର୍ମରୁ ଆନନ୍ଦ ପାଇବେ। ଆୟ ଅମଳ ପାଇଁ ପ୍ରକୃଷ୍ଟ ଦିନ। ବଢ଼ିଆ ରୋଜଗାର ହେବ। ଆହାର ଆଉ ନିଦ୍ରା ପାଇଁ ବାଧା ବନ୍ଧନ ନାହିଁ। ମାହାରା କରି କ୍ଷେତକୁ ଜଳ ନେଲେ ଯେମିତି ପ୍ରବଳ ଜଳ କ୍ଷେତରେ ପହଞ୍ଚିଯାଏ, ସେଇଭଳି ଆପଣ ଯଦି ଯଥୋଚିତ କର୍ମ କରିପାରିବେ, ମାନେ ଆମ କର୍ମ କ୍ଷେତ୍ରକୁ କ୍ଷେତ ଭାବିବେ, ଆପଣଙ୍କର କର୍ମ ହେବ ପାଣି ମାହାରା, ତେବେ ଆଜି ପ୍ରବଳରୁ ଅତି ପ୍ରବଳ ରୋଜଗାର କରିବେ। ନିଜକୁ ଜଣେ କର୍ମଠ ଚାଷୀ ଭଳି ଭାବି ନିଅନ୍ତୁ। ଯଥେଷ୍ଟ ପରିଶ୍ରମ କରନ୍ତୁ। ଭଲ ରୋଜଗାର ହେବ। ମନ ଖୁସି ରହିବ। ଏ ଆୟ ଦେଖି ମନ ମସଗୁଲ ହେଇଯିବ। ଏତେ ରୋଜଗାର, ଏତେ ଆୟ, ହେ ଦୟାଳୁ, ହେ ଭଗବାନ, କେତେ କୃପା ତମର। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଆଉ ଆକାଂକ୍ଷିତ ଯେ ଆଶା କରିଛନ୍ତି ଆଜି ଫଳ ବାହାରନ୍ତା କି, ମୁଁ ପାସ୍ କରିଥାନ୍ତି କି, ଇଣ୍ଟରଭ୍ୟୁରେ ଆଜି ଚାକିରି ହେଇଯାଆନ୍ତା କି, ସେଇଭଳି ଯେଉଁ ଝିଅ ପାଇଁ ବର ଖୋଜା ହେଉଛି, ଯେଉଁ ପୁଅ ପାଇଁ କନ୍ୟା ଖୋଜା ହେଉଛି, ଏସବୁ ଆଜି ମିଳିଯାଇପାରେ। ଚେଷ୍ଟା ଚାଲୁ ମ। ବିଛା କଥା 16 ତାରିଖ ଶନିବାର ବିଛା ରାଶିର ଅନୁରାଧା ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ବିଛା ରାଶି ପୁରୁଷଙ୍କର ଆଜି ଘାତ ଚନ୍ଦ୍ର। ବନ୍ଧୁ ମିଳନ ଯୋଗ ଅଛି। ଶନିବାର ପୁଣି ଘାତ ଚନ୍ଦ୍ର। ଏଣୁ ମନ ଘର ଧରିବନି, ସାବଧାନ। ସମସ୍ତ ଅନୀତିକୁ ସମର୍ଥନ କରି ଭୁଲ ପରେ ଭୁଲ କରି ବସିବେ। ସମ୍ମାନ ହାନି ହେବ। ଏପରିକି ନିଜକୁ ଜ୍ଞାନୀ ଭାବି ଝଗଡ଼ା କରିବେ। ଯଦି ନିଜକୁ ଭଲ ଲୋକ ବୋଲି ପ୍ରମାଣିତ କରିବାକୁ ଚାହାନ୍ତି, ତେବେ କେବେ ବି ଭୁଲ କରନ୍ତୁନି। ଭାବନ୍ତୁ, ମୁଁ ଗୋଟିଏ ମୂର୍ଖ ଅପଗଣ୍ଡ, ମୁଁ ଭାବି ଚିନ୍ତି କାମ କରିବି, ମୋର ବଡ଼ ଭୁଲ ହେଇଯାଉଛି। ଯଦି ନିଜକୁ ଭଲ ବୋଲି ପ୍ରମାଣିତ କରିବାକୁ ଚାହିଁବେ, ତେବେ ଆଜି କୌଳିକ, ମୌଳିକ, ବୌଦ୍ଧିକ, ଲୌକିକ, ପାରିବାରିକ ଲାଭ ହେବ। ଭଲ ହେଇଗଲେ ଈଶ୍ୱର କଲ୍ୟାଣ କରିବେ, ସବୁ ସୁଯୋଗ ଦେବେ। କିନ୍ତୁ ଆଜି ଟିକେ ମନ ମସ୍ତିଷ୍କ ଗଣ୍ଡଗୋଳ ରହିବ। ସମସ୍ୟା ପରେ ସମସ୍ୟା ଆସିବ। ଯିଏ ବୁଦ୍ଧିମାନ ସିଏ କେବେ ବିଗିଡ଼ି ଯିବନି। ଆଉ ଯିଏ ଖାଲି ଖୋଜେ କିଏ ମୋତେ ଦିଅନ୍ତା କି, ପାଚିଲା କଦଳୀ ମୁଁ ଖାଆନ୍ତି, ତାକୁ ଆଜି କିଛି ମିଳିବନି। 16 ତାରିଖ ଶନିବାର ଧନୁ ରାଶିର ମୂଳା ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ବନ୍ଧୁ ଲାଭ ଯୋଗ ଅଛି। ଯଦି ଆପଣମାନେ ନିଜ ତ୍ରୁଟି ସୁଧାରି ପାରିବେ, କାହାର ନିନ୍ଦା ନ କରିବେ, ପରଚର୍ଚ୍ଚା ନ କରିବେ, ପିତାମାତାଙ୍କର ଯତ୍ନ ନେବେ, ତେବେ ଆଜି ବିଧାତାଙ୍କ ଅନୁଗ୍ରହରୁ ବିବିଧ ପାରିବାରିକ, ସାମାଜିକ, ଲୌକିକ, ଆର୍ଥିକ ଓ ମୌଳିକ ସୁଖ ଲାଭ କରି ଜୀବନକୁ ଉପଭୋଗ କରିବେ। ଦେହ ସୁସ୍ଥ ରହିବ। କାଲି କହିଥିଲି, ଆଜି କହୁଛି, ଅନେକ ଥର କହିଲିଣି, ଜୀବନ୍ତ ଦେବତା ପିତାମାତା, ତାଙ୍କର ସୁଖ ଶାନ୍ତି ପାଇଁ ସେ ବୃଦ୍ଧା ହେବେ, ତାଙ୍କର ଯତ୍ନ ନିଅନ୍ତୁ। ଦିନ ଆସିବ ଆପଣ ବି ବୃଦ୍ଧ ହେବେ ବା ବୃଦ୍ଧା ହେବେ। ଯାହା ଦେଇଥିବେ ତାହା ପାଇବେ, 6 ଗୁଣ ପାଇବେ। ବାପାଙ୍କୁ ଯଦି ଠିକ୍ ସମୟରେ ଭୋଜନ ଦେଇଥିବେ, ପୋଷାକ ଦେଇଥିବେ, ଔଷଧ ଦେଇଥିବେ, ଆପଣଙ୍କୁ ମୁଣ୍ଡେଇକିରି ଆପଣଙ୍କର ପୁଅ ଝିଅ ବୁଲିବେ। ଯଦି ନ ଦେଇଥିବେ ଘରୁ ତଡ଼ି ଦେବେ, ପିଟିବେ, ବାହାର କରିଦେବେ, କଟୁକ୍ତି ପ୍ରୟୋଗ କରିବେ। ସାବଧାନ, ବେଳକୁ ସାବଧାନ। ଏବେ ମକର ରାଶି 16 ତାରିଖ ଶନିବାର ମକର ରାଶିର
ଉତ୍ତରାଷାଢ଼ା ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ଅପମାନ ଭୟ ଅଛି, ଶନିବାର ହେତୁ ରକ୍ଷା ମିଳିଯିବ। ଆଜି ଦେହ ଅସୁସ୍ଥ ହେବ, ମନ ଭାରାକ୍ରାନ୍ତ ହେବ, ଦୁର୍ବଳ ଲାଗିବ। ପରାମର୍ଶ ଯଦି କିଏ ଦେଲା ତମେ ତାକୁ ଛାଡ଼ିବନି, ତାହା ସହ ଯୁକ୍ତି କରିବ। ଏଣୁ ଦୂରଯାତ୍ରା ନିଷେଧ, ଆୟ ଅମଳ ନାହିଁ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ମାନେ ଭଲ ଦିନ ନୁହଁ, ମକରର ଭଲ ଦିନ ନୁହଁ। ଯେଉଁମାନେ ବୁଦ୍ଧିମାନ ସେମାନେ ଭାବି ଚିନ୍ତି ସବୁ ଶୁଣି ହସିଦେବେ। ଏ କଥା ସେ କଥାକୁ କାନରେ ପୂରେଇବେନି। ଯେଉଁମାନେ ମୂର୍ଖ ସେମାନେ କଞ୍ଚା ବାଡ଼ରେ ଲୁଗା ପକେଇ ଚିରିବେ, ସେଇମାନେ ହିଁ ହଇରାଣ ହେବେ। ବିଚାର ଆପଣଙ୍କର। କୁମ୍ଭ କଥା 16 ତାରିଖ ଶନିବାର, କୁମ୍ଭ ରାଶିର ଶତଭିଷା ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ପରାକ୍ରମ ବୃଦ୍ଧି ହେବ। ମାନେ ଆଜି ପରାଜୟ ହେବାର ଭୟ ନାହିଁ। କଳହ ଯୁକ୍ତିରେ, ଯୁଦ୍ଧରେ, ଝଗଡ଼ାରେ ଆପଣ ବିଜୟୀ ହେବେ। କଳହ ହେଲେ ଆପଣ ଡିଗ୍ରୀ ନେବେ, ଯୁକ୍ତିରେ ଡିଗ୍ରୀ ନେବେ, ଯୁଦ୍ଧରେ ଡିଗ୍ରୀ ନେବେ, ଝଗଡ଼ାରେ ଡିଗ୍ରୀ ନେବେ, ଆପଣ ବିଜୟୀ ହେବ। ବୃତ୍ତି, ସେବା, ଚାକିରି, ଚାଷ, ବାଣିଜ୍ୟରେ ଉନ୍ନତି ହେବ। ରୋଜଗାର ବଢ଼ିଯିବ, ଦେହ ସୁସ୍ଥ ରହିବ, ଯଥା ସମୟରେ ସବୁ କାର୍ଯ୍ୟ ଠିକ୍ଠାକ୍ ହୋଇଯିବ। ଭାଇ ଭଉଣୀ ମଧ୍ୟରେ ଆନନ୍ଦର ଲହରୀ ଖେଳିବ। ବଢ଼ିଆ ଦିନ ଆଜି। କାର? କୁମ୍ଭ ରାଶିର। 16 ତାରିଖ ଶନିବାର, ମୀନ ରାଶିର ଉତ୍ତର ଭାଦ୍ର ନକ୍ଷତ୍ରର ସନ୍ଧ୍ୟା 5ଟା 30 ଯାଏ ଶୁଭ। ଶତ୍ରୁ ବୃଦ୍ଧି ହୋଇ ସମ୍ମାନ ହାନି କରିବେ। ଦିନଟି ଦୁଶ୍ଚିନ୍ତା ଆଣିବ, ବଦ ଖର୍ଚ୍ଚ ବଢ଼ାଇ ଦେବ, ଅସୁସ୍ଥତା ବ୍ୟସ୍ତ କରିବ। ସହକର୍ମୀ, ସହଯାତ୍ରୀ, ସହପାଠୀ ସହଯୋଗ କରିବେ ନାହିଁ। ବ୍ୟୟ ଅଧିକ ପାଇଁ ବ୍ୟସ୍ତ ହେବେ, କାରଣ ଆୟ ଅମଳରେ ହାନି ହେବ। ମାନ୍ଦା ଅବସ୍ଥା ସୃଷ୍ଟି ହେବ। ବିବିଧ ଖାଦ୍ୟ ଖାଇବି। ଆଜି ବିବିଧ ଖାଦ୍ୟ ଖାଇବେ କିନ୍ତୁ ଶାନ୍ତି ଲାଗିବନି। ଯେଣୁ ଗୁଡ଼ାଏ ଖର୍ଚ୍ଚ ହେଇଯିବ, ପୁଣି ଦେହ ଖରାପ ହେବ। ଭଲ ଲୋକ ଆପଣଙ୍କୁ କେହି ଦୁଷିବେନି। ହଁ ବନ୍ଧୁ, ମାନେ ଏ ସଂସାରରେ କ'ଣ ଭଲ ଲୋକ ନାହାନ୍ତି? ନା, ଆମେ ଖରାପ ବୋଲି ସଂସାରରେ ସମସ୍ତେ ଖରାପ। ଏଇ ଦେଖୁନାହାନ୍ତି, ଯିଏ କଳା ଚଷମା ପିନ୍ଧିବ ତାକୁ ଦୁନିଆଟା କ'ଣ ଦେଖାଯିବ? ଯିଏ ଲାଲ ଚଷମା ପିନ୍ଧିବ, ଯିଏ ହଳଦିଆ ଚଷମା ପିନ୍ଧିବ, ସେଇଭଳିଆ ଆମ ଯେମିତିଆ ସଂସାର ଆମକୁ ସେମିତି ଦେଖାଯାଏ। ହଁ ବନ୍ଧୁ, ଆଜି ଏତିକି। ଈଶ୍ୱର ଚାହିଁଲେ ଆସନ୍ତାକାଲି ଆମେ ପୁଣି ଦୁଃଖ ସୁଖ ହେବା। ରହିଲି, ନମସ୍କାର।